ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଜଗନ୍ନାଥଙ୍କ କୃପାରୁ ଆପଣମାନେ ଭଲରେ ଥିବେ। ଯେଉଁଭଳି ଗରମ ହେଉଛି ଆମେ ଆସିକି ଦାଣ୍ଡ ଘରେ ବସିଛୁ, କ'ଣ କରିବୁ, ପବନ ଟିକେ ବାହାରିଛି। ଆଉ ଯେଉଁ ଗୁଳୁଗୁଳି ହେଉଛି ସମ୍ଭାଳି ହେଉନି ଘର ଭିତରେ। ମୁଁ ଆଶା କରୁଛି ଆପଣମାନେ ଆମ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ଗୋଟେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ, ମଝିରେ କେବେ ସ୍କିପ୍ କରନ୍ତୁନି। ଆୟୁଷ କହିଦେଲା ତାଙ୍କର କୁଣିଆ ଆସୁଛନ୍ତି ବୋଲି, ଆଉ କହିକି ଆସ, ବହୁତ ଜୋରେ ଗରମ ଲାଗୁଛି, ଘରକୁ ଆସ, ଫ୍ୟାନରେ ବସିବ। ସାଇକେଲଟା ଏଇ ସାଇକେଲଟା ଛାଇକି ରଖିଦିଅ। ଛାଇକି ରଖିଦିଅ, ଆସ ଘରକୁ ଆସ। ଦେଖି ଝାଳ ଆଉ ବାହାରୁନି, ଝାଳ କେତେ ଝାଳ ବହୁଥିଲା, ଆୟୁଷ ପୋଛି ଦେଲେ ଏଇନା। ଘରକୁ ଚାଲ, କାହିଁ ବସିଲା ଏଠି ନା ଯିବନି, ବସିଥିବ କ'ଣ ପାଇଁ? ଲଙ୍କା ଚକଟି ଦେଲେ ଯେଉଁ ଆଳୁ ଚକଟାରେ, ଲଙ୍କା ଯେଉଁ ଚକଟି ଦେଲା ଯେଉଁ ଆଳୁ ଚକଟାରେ, ସେ ହାତ ତ ପୋଡ଼ା ହେବ ଯେମିତି ହେଲେ ଆଉ। ପବନ ହେଉଛି ଘରେ ତ ରହିବୁନି ଆଜବେଷ୍ଟରେ। ଚାଲୁନ ଚାଳ ଥଣ୍ଡା ଆହୁରି ବସିବ ଏଠି, କ'ଣ ବସିବି ଆଉ। ବସିଥାଉ, ଆମେ ଯାଉଛୁ। ଆୟୁଷ ଯିବା। ବୁବା ଆଇଲଣି ହେଇଛି କହୁଥିଲ, କୁଆଡ଼େ ଯାଇଥିଲ ତମେ? ଯାଇଥିଲେ ଦୁବ ଆଣିବାକୁ ଚଢ଼େଇଙ୍କ ପାଇଁ। ଦୁବ ଆଣିବାକୁ ଯାଇଥିଲ ଚଢ଼େଇଙ୍କ ପାଇଁ? ଔଷଧ ଆଣିକି। ଆଉ ସେ କ'ଣ ମେଡ଼ିସିନ ଆଣିଛ? ହଁ। ଆଉ ମେଡ଼ିସିନ ଆଣିଲ? ହଁ। ଓହୋ, ହଉ ଦେଇଦିଅ। ସେ ଖାଲି ବୋବଉଥିଲେ ଏଇନେ ସେଇ ଯୋଗୁଁ ଚଢ଼େଇ ଆଉ। ଚଢ଼େଇ ଦେଖନ୍ତୁ, ଚଢ଼େଇଙ୍କ ପାଇଁ ଆସିଯାଇଛି ଦୁବ। ସିଏ ଏଇନେ କେତେ ଜୋରରେ ଏଇନା ବୋବଉଥିଲେ ଚଢ଼େଇ। ସେ କେମିତି ଦେଖନ୍ତୁ ଛକିକି ଅଛନ୍ତି, ମାନେ ଦୁବ ଆସିଲାରୁ ସେ ଜାଣି ଯାଉଛନ୍ତି। ସେ ବାନ୍ଧିଲା ମାତ୍ରେ କେମିତି ଅନେଇଛନ୍ତି ଦେଖନ୍ତୁ। ସେ ଜାଣିଗଲାଣି, ଦୁବ ଦେଇକି ଅଭ୍ୟାସ ହେଇଗଲାଣି ତାଙ୍କର। ସେମିତି ବାନ୍ଧିକି ଓଳେଇ ଦେଲେ ସେ ଖାଇବେ ଆଉ। ଦେଖନ୍ତୁ ଦେଖନ୍ତୁ ଟିକେ ଚଢ଼େଇମାନଙ୍କୁ ଦେଖନ୍ତୁ, ସେ ସମସ୍ତେ ପଳେଇ ଆସିବେ ଦୁବ ପାଖକୁ, ଅନେଇଥାନ୍ତୁ ସମସ୍ତେ। ଗୋଟେ ଚଢ଼େଇ ଖାଇଲା, ଆଉ ଟିକେ ଏପଟେ ଡରୁଆ ଦୁଇଟା ଯାଇକି, ଇଏ ଡରିକିରି ଆସିବେନି। ଏଠି ଯିଏ ପଞ୍ଜୁରୀ ପାଖରେ ଥିବ ସେ ଟିକେ ଡରିକି ଆସିବେନି, କହିବେ ମାନେ ତାଙ୍କୁ ତ ଭୟ ଲାଗିବ ଟିକେ ଆଉ। ୟାକୁ କିଛି ଡର ନାହିଁ, ଏ ସମସ୍ତେ ଛିଡ଼ା ହେଲେ ସେ କିଛି କରିବେନି। ଇଏ ଖାଇଲା ଆରାମସେ, ତାର ସେ ଖାଇଲା। ଆଉ ଏ ଦୁଇଟା ଡରିକି ଆସୁନାହାନ୍ତି। ଆସିଲେ ବୋଉ ଯେମିତି ପଳେଇ ଆସିଲା, ସେ ସେଥିରୁ ଗଲେ ଦୁଇ ଜଣ ଯାକି। ଦେଖନ୍ତୁ କେତେ ଚାଲାକି ଅଛନ୍ତି। ହଉ ଖାଇଦିଅ ଚଢ଼େଇମାନେ। କ'ଣ କହିଲ? କ'ଣ ପାଇଁ ତାଙ୍କର ଦିଆହବ? ଏଇନେ ନେଇକି ଯିବ ପଇସା? ହଁ, ତମେ ଯିବ ନା? ଦେଖି ଗୋଡ଼ କେଉଁ ଜାଗା ଭୁଲିଥିଲା କହୁଥିଲ? ଏଇ ଅପରେସନ୍ ଜାଗାଟା ଟି, ଏଇ ଯେଉଁ ଅପରେସନ୍ ହେଇଥିଲା ନା, ଏଇ ଜାଗାଟା ଟିକେ ଫୁଲିଛି ପୁରା। ଏଇ ଜାଗାଟା କେଜାଣି ଫୁଲିଛି, ଦେଖୁନ ଗଣ୍ଠି ଗୁଡ଼ାକ ଫୁଲିନି, ଏଇଟା ସବୁ ପ୍ରେସର ପଡ଼ୁଛି। ସିଏ ଯେଉଁ ୱାର୍କରଟା ଧରିକି ଚାଲିଲେ କିଛି ହେଉନି, ତା ୱାର୍କରଟା ୱାର୍କରଟା ନ ଧରିଲେ ସିଏ ପ୍ରେସର ପଡ଼ୁଛି ଗୋଡ଼ରେ। ୱାର୍କରଟା ଧରିଲେ ପ୍ରେସର ପଡ଼ୁନି, ତା ଯାହା ବି ହେଲେ ୱାର୍କରଟା ଟିକେ ଟିକେ ଛାଡ଼ି ଛାଡ଼ିକି ଟିକେ ଚାଲିବାକୁ ପଡ଼ିବ ନା। ସେପଟ ବି ଏମିତି ହେଇଛି ଟି, ହଁ ଏପଟ ବି ସେମିତି ଫୁଲିଛି, ଦେଖୁନ କେଡ଼େ ଜୋରେ। ଭଗବାନ, କେଡ଼େ ଜୋରେ ଫୁଲିଛି ଏପଟଟା। କ'ଣ ଏମିତି ହେଇଛି? ପୁଣି ଯିବାକୁ ପଡ଼ିବ ଡକ୍ଟରଙ୍କ ପାଖକୁ, ଦେଖେଇବାକୁ ପଡ଼ିବ। ଆସିଗଲା? ବହୁତ ଜୋରେ ଶୋଷ ହେଲାଣି। ଆଣ। ଆୟୁଷ ଦେଖନ୍ତୁ ଆଣିକି ଆସିଥିଲେ, ଗ୍ଲୁକୋନ୍-ଡି ଆଣିକି ଆସିଛନ୍ତି। ଆଉ ବହୁତ ଜୋରେ ଶୋଷ ଲାଗିଲାଣି ବୋଲି ଆଉ କହୁଛନ୍ତି ଜଲ୍ଦି ଜଲ୍ଦି ପାଣି କର, ମୁଁ ପିଇବି। ବହୁତ ଜୋରେ ଖରା, ଗୁଳୁଗୁଳି ବହୁତ ହେଉଛି, ବହୁତ ଜୋରେ ଗରମ ହେଉଛି। ଆଣ, ଏଇଟା ରଖ। ଖୋଲୁନ, ଖୋଲି ପାରିବନି? ଖୋଲିଲ ତା ମୁହଁ ଖୋଲୁନ, ଖୋଲୁନ। ଖୋଲିବାକୁ କହୁଛନ୍ତି, ଖୋଲିବ। ତା ମୁହଁ ପ୍ୟାକିଂ ହେଇଯିବା, ଖୋଲୁନ। ଖୋଲିବନି? ଜଲ୍ଦି ଜଲ୍ଦି ଖାଲି ଖୋଲିକି ପିଇଦେଲେ ଗଲା ଆଉ। ହଉ ମୁଁ ଖୋଲୁଛି, ଦିଅ। ଦେଖନ୍ତୁ ଗ୍ଲୁକୋନ୍-ଡି ମୁଁ ଖୋଲି ଦେଉଛି।
ଆୟୁଷ ଆସିଲେ ପିଇବେ, କହିଲେ ଗୋଳିକି ରଖିଥାଉ ମୁଁ ଆସୁଛି। ଦେଇଦେଲେ ଟିକେ ପାଣିରେ 4 ଚାମଚ ପକାଇଦେଲି। ଆୟୁଷ ଆୟୁଷ ଆଉ ଗୋଟେ ଗ୍ଲାସ୍ ଗୋଳି ଦେବା ଏପଟେ। ବନ୍ଦ କରିଦେବା। ଆୟୁଷ ନିଅ ନିଅ ଗୋଳି ଦେଇଛି ବା, ଗୋଳି ଦେଇଛି ପିଇ ଦିଅ। କେମିତି ଲାଗୁଛି? ମିଠା ଅଛି ଟି? ବହୁତ ବଢ଼ିଆ। ଛିଡ଼ା ହେଇକି ପିଅନ୍ତିନି, ବସିକି ପିଅନ୍ତି। ଆପଣମାନେ ବି ଖରାଦିନେ ଏହାକୁ ଗ୍ଲୁକୋଜ୍ ଆଣିକି ପିଅନ୍ତୁ। ବହୁତ ଜୋରେ ଖରା ତ ହେଉଛି, ଗୁଳୁଗୁଳି ଯେଉଁ ଭଳି ହେଉଛି, ଝାଳ ବାହାରୁଛି। ମୋ ଦେହ ଓଦା ପୁରା, ମୋ ଦେହ ଓଦା ପୁରା ଝାଳରେ। ବହୁତ ଜୋର ଖରା ହେଉଛି, ଦେଖୁନ ଖରା କେତେ ଜୋରେ ଖରା ହେଉଛି। ଖରା ପୁରା ତାତି ଯାଉଛି। ଚାଳ ଘର ହିଁ ଠିକ୍, ବହୁତ ବଢ଼ିଆ ଆରାମ ଲାଗୁଛି। ଚାଳ ଘର ଆମର ଅଛି ବୋଲି ଟିକେ ରକ୍ଷା ହେଉଛି। ଚାଳ ଘରେ ଆମେ ଟିକେ ବସୁଛୁ ଆସିକି ବି ଏଠି। ଆୟୁଷ ଦେଖନ୍ତୁ ଏଇଠି ବସୁଛନ୍ତି ସବୁବେଳେ, ପ୍ରାୟ ଟାଇମ୍ ଆସିକି ଏଇଠି ବସୁଛନ୍ତି। ଏଇଠି ବସିଲେ ଆଉ ଗୁହାଳଟା ତ ଅଛି ଆମର ଏଇଠି। ଆଉ ଥଣ୍ଡା ଲାଗୁଛି ଟିକେ ନା ଏଠି। ପିଲାମାନେ ଏଠି କେତେବେଳକୁ ଖାଇଲଣି କହିଲ? ମାଛି ଭିଡ଼ିଗଲାଣି, ଆସୁନ ଖାଇବା। କ'ଣ ପାଇଁ ଖାଇବନି ଯେ? ଗୋଡ଼ ବିନ୍ଧା ହେଉଛି। ଗୋଡ଼ ବିନ୍ଧା ହେଉଛି ବୋଲି ଖାଇବନି ନା? ଯିବ ତ ମେଡ଼ିସିନ ପାଇଁ ତ ଯିବ, ଆଉ ଏମିତି ହେଲେ କେମିତି ହେବ? ପଛକୁ ଭଲ ଲାଗିଲେ ଖାଇବ। ଥୋଇ ଦେଉଛି ତାହେଲେ, ସବୁ ଛାଡ଼ିକି ଯାଇଛନ୍ତି ପିଲାମାନେ।